କଲରାରେ ଆପଣ ବହୁତ ସାରା ରେସିପି ବନେଇଥିବେ, କିନ୍ତୁ ଆଜିର ରେସିପି ଦେଖିଲା ପରେ କି ଆପଣ ବନେଇକି ଖାଇଲା ପରେ ଘରେ ପୁଣି ଥରେ କହିବେ ପୁଣି ଏମିତି କଲରାରେ ବନାନ୍ତୁ। ଆପଣ ରୁଟି, ପରଟା, ପଖାଳ ଭାତ, ଗରମ ଭାତ ସବୁଥିରେ ଖାଇପାରିବେ। ଟେଷ୍ଟ ବି ବହୁତ ହି ବଢ଼ିଆ ଆସିବ। ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ଦେଶୀ ଫୁଡ୍ କୋର୍ଟ ଓଡ଼ିଶା କୁକିଂ ଚ୍ୟାନେଲକୁ। ତ ଆଜିର ରେସିପିଟି ଚାଲନ୍ତୁ ଷ୍ଟାର୍ଟ କରିବା। ତ ଏଠି କଲରା ମୁଁ ନେଇଛି 250 ଗ୍ରାମ କଲରା। ତ ଏଠି ମୁଁ କଲରାକୁ ପ୍ରଥମେ ଧୋଇ ନେଇଛି। ତ ଏଠି ଧୋଇ ସାରିଲା ପରେ ମୁଁ ୟାକୁ କଲରାର କୁ ଦିଫାଳ କରିକି ଏରା ମଞ୍ଜି ସବୁକୁ ଆମେ ବାହାର କରିନେବା। ତ ଆପଣଙ୍କୁ ଯେଉଁଥିରେ ସୁବିଧା ହେବ ସେଥିରେ ବାହାର କରିନେବେ। ଛୁରୀ ସାହାଯ୍ୟରେ, ଚାମଚ ସାହାଯ୍ୟରେ। ସବୁଠୁ ଭଲ ସହଜ ଉପାୟ ହେଉଛି ଆପଣ ସବୁ କଲରାକୁ ଦିଫାଳ କରିଦେବେ, ଆଉ ଚାମଚ ସାହାଯ୍ୟରେ ଭିତରଟାକୁ ପୁରା ପରିଷ୍କାର କରିନେବେ। ତ କଲରା ସବୁକୁ ଆମେ ପତଳା ପତଳା କରି କାଟି ନେବା। ତ ଆପଣମାନଙ୍କୁ ଆଜିର ରେସିପିର ନାଁଟା କ'ଣ ଦେଲେ ଭଲ ଲାଗିବ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ କହିବେ। ଏମିତି ସବୁ କଲରାକୁ ଦିଫାଳ କରିକି ଆଉ ମଞ୍ଜି ସବୁକୁ ମୁଁ ଏଠି ବାହାର କରିନେଇଛି। ଆଉ ଦେଖିପାରୁଥିବେ କଲରାକୁ କେତେ ପତଳା କରିକି କାଟିଛି ମୁଁ। ଆପଣମାନେ ରେସିପିଟା ପ୍ରଥମରୁ ଶେଷ ଯାଏଁ ଦେଖନ୍ତୁ। ଆଉ ରେସିପିଟା ଆପଣଙ୍କୁ ଜମା ସ୍କିପ୍ କରନ୍ତୁନି। ଆପଣଙ୍କ ରେସିପିଟା ପୁରା ଆଚାର ଟାଇପ୍ର ବନିବ। ତ ସବୁ କାଟିଲା ପରେ ମୁଁ ଏଠି କ'ଣ କରିଛି ନା ଗୋଟେ ବଡ଼ ଜାଗାକୁ ସବୁ କଲରାକୁ ଏଠି ବାହାର କରିନେଇଛି। ତ କଲରାକୁ ଜମା ମୋଟା ରଖିବେନି, ଏମିତି ପତଳା ପତଳା କାଟିବେ। ଏଠି ଗୋଟେ ଚାମଚ ଲୁଣ ଦେଇଦେଇଛି। ଲୁଣ ଦେଲା ପରେ କଲରା ସହିତ ଲୁଣକୁ ଭଲସେ ମୁଁ ଚକଟି ନେବି। ତ ଏଇ ପ୍ରୋସେସଟା କଲେ କ'ଣ କି ଆପଣଙ୍କୁ କଲରା ବେଶୀ ପିତା ଲାଗିବନି। କଲରା ଯେହେତୁ ପିତା, କିନ୍ତୁ ଆପଣ ଯଦି ଏଇ ପ୍ରୋସେସଟା କରୁଛନ୍ତି କଲରାଟା ଟିକେ କମ୍ ପିତା ଲାଗିବ। ତ 10ରୁ 20 ମିନିଟ୍ ଆମେ କଲରାକୁ ରେଷ୍ଟରେ ଛାଡ଼ିଦେବା। ତ ଦେଖିପାରୁଥିବେ କଲରା ଯେହେତୁ ମୁଁ ଧୋଇକି କାଟିଥିଲି, ତ ପାଣି ଅଂଶ ବେଶୀ ନଥିଲା। ଯେହେତୁ ଲୁଣ ପକାଇକି ଚକଟି ଦେଇଥିଲି, କଲରାଟା ସଫ୍ଟ ହେବା ସହିତ ଆମେ ଚିପୁଡ଼ି ଚିପୁଡ଼ିକିରି ତାର ସବୁ ଏକ୍ସଟ୍ରା ପାଣିକୁ ବାହାର କରିନେବା। ତ ମୁଁ ଏଠି ସବୁ କଲରାକୁ ଚିପୁଡ଼ିକି ଏଠି ବାହାର କରିନେବି। ତ ଦର୍ଶକ ବନ୍ଧୁ, ଆଜିର ରେସିପିଟି ଯଦି ଆପଣମାନଙ୍କୁ ଭଲ ଲାଗିଛି ତ ଭିଡ଼ିଓକୁ ନିଶ୍ଚିନ୍ତ ଲାଇକ୍ କରିନେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ଫେସବୁକ୍ ପେଜକୁ ନିଶ୍ଚିନ୍ତ ଫଲୋ କରିନେବେ। ଆଉ ଆପଣଙ୍କୁ ରେସିପିଟା କେମିତି ଲାଗିଲା ନିଶ୍ଚିନ୍ତ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଦେବେ। ଲୁଣ ପକାଇକିରି ଆମେ ଯେଉଁ ଚକଟି ଦେଇଥିଲେ ଦେଖିପାରୁଥିବେ କଲରା ବହୁତ ହି ନରମ ବନିଯାଇଛି। ଏଠି ଏଇ ରେସିପି ବନାଇବା ପାଇଁ ମୁଁ ସୋରିଷ ତେଲ 2 ଚାମଚ ନେଇଛି। ସୋରିଷ ତେଲ ଏଠି ତାତିଗଲା ପରେ ଅଳ୍ପ ହେଙ୍ଗୁ ଦେଇଛି। ତ ଏଠି ଅଧ ଚାମଚ ପଞ୍ଚୁ ଫୁଟଣ ଦେଇଛି। ତ ପଞ୍ଚୁ ଫୁଟଣଟାକୁ ଭଲସେ ଫୁଟିବାକୁ ଦେବା। ତ এই ରେସିପିଟା ଥରେ ବନାନ୍ତୁ, ନିଶ୍ଚିନ୍ତ ଆପଣ ଦ୍ୱିତୀୟ ଥର ବନେଇବା ପାଇଁ ମନ କରିବେ। 2ଟା ଶୁଖିଲା ଲଙ୍କା ଦେଇଛି। ଏଠି ଦେଇଛି ମିଡ଼ିୟମ୍ ସାଇଜ୍ର 2ଟା ପିଆଜକୁ ବହୁତ ହି ପତଳା ପତଳା କାଟିକି ମୁଁ ପକାଇଛି। ପିଆଜର ଟିକେ କଲର୍ ଚେଞ୍ଜ ହେଲା ଯାକେ ଭାଜି ନେବା। ତ ଏମିତି କଲରା ବନେଇକି ଆପଣ ବିନା ଫ୍ରିଜରେ 4ରୁ 5 ଦିନ ବାହାରେ ରଖିକି ବି ଆପଣ ଖାଇପାରିବେ, ଜମା ନଷ୍ଟ ହେବନି। ତ ମୁଁ ଏଇଠାରେ ନେଇଥିଲି 10ରୁ 12 କୋଲା ରସୁଣ। ଆପଣ ଯେତିକି ରାଗ ଖାଇବେ ସେ ଅନୁସାରେ କଞ୍ଚା ଲଙ୍କା ନେବେ। ମୁଁ 3ଟାରୁ 4ଟା କଞ୍ଚା ଲଙ୍କା ନେଇଥିଲି। ଆକୁ ଆମେ ହେମଦସ୍ତା ସାହାଯ୍ୟରେ ହଉ କିମ୍ବା ଗ୍ରାଇଣ୍ଡର ସାହାଯ୍ୟରେ ଟିକେ ଦରଦରା ଗ୍ରାଇଣ୍ଡ କରିନେବା। ତ ପିଆଜ ସହିତ ଭଲସେ କଞ୍ଚା ଲଙ୍କା ଓ ରସୁଣକୁ ବି ଭାଜି ନେବା, ଯେମିତି ତାର କଞ୍ଚା ସ୍ମେଲ୍ ପଳେଇବ। ଏଠି ମୁଁ ଦେଇଦେଇଛି ଭୃସଙ୍ଗା ପତ୍ର। ତ ଏଇ ରେସିପିରେ ଭଲ ବାସ୍ନା ହେବ, ନିଶ୍ଚିନ୍ତ ପକାଇବେ। ତ ଟିକେ ଭାଜିଲା ପରେ ଆମେ ଯେଉଁ କଲରା ରଖିଥିଲେ କାଟିକି ଚିପୁଡ଼ିକି ତାକୁ ଏଠି ପକାଇ ନେବା। କଲରାକୁ 2ରୁ 3 ମିନିଟ୍ ଏଠି ମୁଁ ଭାଜି ନେଇଥିଲି ହାଇ ଫ୍ଲେମ୍ରେ। ତ ମେନ୍ এই ରେସିପିରେ ଆପଣ କଲରାଟାକୁ ପରଫେକ୍ଟ ଭାଜନ୍ତୁ। ତ ରେସିପିଟା ଆପଣମାନଙ୍କର ବହୁତ ହି ବଢ଼ିଆ ଲାଗିବ। ତ ଏଠି ସ୍ୱାଦ ଅନୁସାରେ ଲୁଣ ଦେଇଦେଇଛି। ଯେହେତୁ ଆମେ କଲରାକୁ ଲୁଣ ଦେଇକି ଭିଜେଇଥିଲେ, ତ ତାକୁ ଚାହିଁକି ଆପଣ ଲୁଣ ଦେଇଦେବେ। ମୁଁ ଏଠି ଦେଇଦେଇଛି ଧନିଆ ଗୁଣ୍ଡ 1 ଚାମଚ। ଏଠି ଦେଇଛି ଜିରା ଗୁଣ୍ଡ ଅଧ ଚାମଚ। ଆଉ ଦେଇଛି ଏଠି ହଳଦୀ ଗୁଣ୍ଡ ଅଧ ଚାମଚ। ତ ସବୁକୁ ପକାଇଲା ପରେ ଆମେ ଏଠି ଗୋଳେଇ ନେବା ସବୁକୁ। ଦେଖିପାରୁଥିବେ
ଦେଖିପାରୁଥିବେ ଏଠି କଲରାର ଭାଜି ହେଇଛି କିନ୍ତୁ କଲରାର କଲର୍ ଚେଞ୍ଜ ହେଇନି। ତ ଟାଇମ୍ ନେଇକି ଆପଣ କଲରାକୁ ପାଣି ଜମା ଆଡ଼୍ କରିବେନି, ତ ଭଲସେ ଭାଜି ନେବା। ଏଠି ଘୋଡ଼େଇକିରି ଗ୍ୟାସ୍ର ଏଠି ଲୋ କରିନେବା। ପ୍ରାୟ ଆପଣଙ୍କୁ 5ରୁ 6 ମିନିଟ୍ ସମୟ ଲାଗିବ। ମଝିରେ ମଝିରେ ଟିକେ ଘାଣ୍ଟୁଥିବେ। ଦେଖିପାରୁଥିବେ କେତେ ସୁନ୍ଦର ଭାଜି ହେଇଯାଇଛି, କଲରାରେ ଜମା ପାଣି ନାହିଁ। ତ ଏହି ପ୍ରୋସେସଟା ନିଶ୍ଚିନ୍ତ କରନ୍ତୁ। ଆପଣଙ୍କ କଲରା ଏଇ ଯେଉଁ ରେସିପିଟା ଆପଣ ବିନା ଫ୍ରିଜରେ ବାହାରେ ରଖିକି ଖାଇପାରିବେ। ଦେଖିପାରୁଥିବେ କଲରା ବି ସିଝି ଯାଇଛି, ଆଉ ଏଇଠି କଲରା ବି ଭଲସେ ଭାଜି ହେଇଯାଇଛି। ତ ମୁଁ ଏଇଠି ଅଳ୍ପ ତେନ୍ତୁଳିକି ଭିଜେଇକିରି ତାର ପାଣିକୁ ତେନ୍ତୁଳି ପାଣିକି ଏଠି ପକେଇ ନେଇଛି। ତ ଟିକେ ଅଳ୍ପ ପାଣି ଦେଇଛି, ଯେହେତୁ ତେନ୍ତୁଳି ପାଣିର ପାଣିଟା ଟିକେ କମ୍ ଥିଲା। ତ ଏଇ ରେସିପିଟା ପୁରା ବହଳିଆ ହେଲେ ହିଁ ଭଲ ଲାଗିବ। ଆଉ ଏଠି ଗୁଡ଼ ମୁଁ ୟୁଜ୍ କରୁଛି, ଟିକେ ଦେଖିପାରୁଥିବେ ଗୁଡ଼ ଟିକେ ଅଧିକା ପକେଇବେ, ଯେହେତୁ କଲରାଟା ପିତା। ତ ଯେହେତୁ ଆଚାର ଟାଇପ୍ର ଲାଗିବ, ସେଇ ଅନୁସାରେ ଗୁଡ଼ର ଭାଗ ଟିକେ ଅଧିକା ଦେବେ। ଯଦି ଆପଣ ମିଠା କମ୍ ଚାହୁଁଛନ୍ତି କମ୍ ପକେଇ ପାରିବେ। ଏଠି 1 ଚାମଚ ଦେଇଦେଇଛି କାଶ୍ମୀର ରେଡ୍ ଚିଲି ପାଉଡ଼ର। ଏଇଟା ଭଲ କଲର୍ ଆସିବ, କିନ୍ତୁ ଯେହେତୁ ଆମେ ରସୁଣ କଞ୍ଚା ଲଙ୍କା ରାଗ ପାଇଁ ଦେଇଛେ, ତ ଏଠି କାଶ୍ମୀର ରେଡ୍ ଚିଲି ପାଉଡ଼ର କେବଳ କଲର୍ ପାଇଁ ଦେଇଛି। ତ ଏଠି ଦେଖିପାରୁଥିବେ ଏଠି ଫୁଟି ଆସିଲାଣି। ଆମେ ଗ୍ୟାସ୍ର ଏଠି ମିଡ଼ିୟମ୍ କରିକି ପ୍ରାୟ 4ରୁ 5 ମିନିଟ୍ ଫୁଟେଇ ନେବା। ଦେଖନ୍ତୁ ସବୁ ପାଣି ମରିଗଲା ପରେ ଉପରକୁ ତେଲ ଛାଡ଼ି ଆସିଲାଣି। ପୁରା ଆପଣଙ୍କୁ କଲରାଟା ଆଚାର ଖାଇଲା ଭଳିଆ ଲାଗିବ। ପୁରା ଆମର ରେଡ଼ି ହେଇଗଲା ଆଚାରୀ କଲରା। ଆଉ ଏଇଟା ଆପଣ ଯେତେ ବାସି ଖାଇବେ ଆପଣଙ୍କର ରେସିପିଟା ସେତେ ଟେଷ୍ଟ ଲାଗିବ। ଯଦି ଦର୍ଶକ ବନ୍ଧୁ ଆପଣମାନଙ୍କୁ ରେସିପିଟା ଟିକେ ବି ଭଲ ଲାଗୁଛି, ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଏମିତି ଭଲ ଭଲ ରେସିପି ଦେଖିବା ପାଇଁ ନିଶ୍ଚିନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ଧନ୍ୟବାଦ।